ଯେତେବେଳେ ଆମେ ଟ୍ରେନ୍ ବା ପ୍ଲେନ୍ରେ ଟ୍ରାଭେଲ୍ କରେ ସେତେବେଳେ ଆମକୁ କମ୍ ଡର ଲାଗେ କାହିଁକିନା ଆମେ ଜାଣିଛେ ଷ୍ଟିୟରିଂ ଆମ ହାତରେ ନାହିଁ ବା କଣ୍ଟ୍ରୋଲ୍ ଆମ ହାତରେ ନାହିଁ। ଆଉ ଯେତେବେଳେ ଆମେ ନିଜେ ଟ୍ରାଭେଲ୍ କରେ ତ ଆମକୁ ନିଶ୍ଚିତ ଡର ଲାଗେ କାହିଁକିନା ଆମେ ସବୁବେଳେ ଭାବେ କି କାଳେ ଆକ୍ସିଡେଣ୍ଟ ହେଇଯିବ, ଆଗରୁ ଗାଡ଼ି ଆସୁଛି ପଛରୁ ଗାଡ଼ି ଆସୁଛି। କିନ୍ତୁ ଆଉ ଟ୍ରେନ୍ ଆଉ ପ୍ଲେନ୍ରେ ଗଲାବେଳେ ନା ଆମକୁ ରାସ୍ତା ଦେଖାଯାଏ, ଆଗରେ କ'ଣ ଆସୁଛି ପଛରେ କ'ଣ ଆସୁଛି, ନା ଆମକୁ ଆଇଡ଼ିଆ ଥାଏ କି କେମିତି ଚଲାଯାଏ। ତ ମୋର କହିବାର ଅର୍ଥଟା ହେଲା ଜୀବନର ଗାଡ଼ିଟା ବି ଆପଣ ଭଗବାନଙ୍କ ହାତରେ ଛାଡ଼ି ଦିଅନ୍ତୁ। ଯଦି ଭଗବାନ ଆମ ପାଇଲଟ୍ ଆଉ ଡ୍ରାଇଭର ହେବେ କହିଲେ ଦେଖିଆ ଆମକୁ ଡର କାହିଁକି ଲାଗିବ? ସେ ସବୁକିଛି ସମ୍ଭାଳି ନେବେ। ସେ ତାଙ୍କ ହିସାବରେ ଆମ ଜୀବନକୁ ସୁଖମୟ ହିଁ କରିବେ। ଏଇ ଜିନିଷଟା ଆପଣ ଭରସା ରଖନ୍ତୁ। ଆପଣ କେବଳ ଗୋଟିଏ ଜିନିଷ କରନ୍ତୁ, ଆପଣଙ୍କର ଗନ୍ତବ୍ୟସ୍ଥଳୀ ନିର୍ଦ୍ଧାରିତ କରନ୍ତୁ ଯେଉଁଠି ଆପଣ ପହଞ୍ଚିବାକୁ ଚାହୁଁଛନ୍ତି। ଆଉ ଭଗବାନଙ୍କ ଉପରେ ଭରସା ରଖନ୍ତୁ, ଦେଖିବେ ଭଗବାନ ଆପଣଙ୍କୁ ନିଶ୍ଚିନ୍ତ ସେଇ ଜାଗାରେ ପହଞ୍ଚେଇ ଦେବେ। ଆଜି ଗୋଟେ ୱେଡ଼ିଂ ଗେଷ୍ଟ ଲୁକ୍ କ୍ରିଏଟ୍ କରିଥିଲି ତ ଭାବିଲି ଆପଣମାନଙ୍କ ସହିତ ସେୟାର କରିବି। ଆଉ ସବୁଗୁଡ଼ା ପ୍ରଡ଼କ୍ଟ ମେକଅପ୍ର ମୁଁ ଟ୍ୟାଗ୍ କରିଦେବି। ରହିଲି, ଜୟ ଶ୍ରୀ ଜଗନ୍ନାଥ। ହଁ ଭଗବାନଙ୍କ ଉପରେ